ଓଡ଼ିଶାର ଗୋଟିଏ ଛୋଟ ଗାଁ ଆଉ ସେଠାରେ ଥିବା ଗୋଟିଏ ନଦୀ ଯାହାର ନାଁ ହେଉଛି କାଳୀ ନଦୀ ବା ବ୍ଲାକ୍ ରିଭର। ଶୁଣିବାକୁ ନାଟି ଖୁବ୍ ସାଧାରଣ ଲାଗୁଛି ନା, କିନ୍ତୁ ଆଜି ଆମେ ଯେଉଁ ଲୋକ କଥା ଉପରେ ଏହି ବିଶ୍ଳେଷଣ କରିବାକୁ ଯାଉଛୁ ତାହା ପ୍ରକୃତରେ ଲୋମ ଟାଙ୍କୁରା। ବିନା କୌଣସି ଭୂମିକାରେ ଆସନ୍ତୁ ସିଧାସଳଖ ଏହି ରହସ୍ୟ ଭିତରକୁ ପଶିବା। ଏହା ଏମିତି ଏକ ଘଟଣା ଯାହା ଅନ୍ଧକାର ପ୍ରତି ଥିବା ଆମର ସବୁଠାରୁ ବଡ଼ ଭୟକୁ ସାମ୍ନାକୁ ଆଣିଥାଏ। ଆସନ୍ତୁ ଦେଖିବା ଏହି ନଦୀର ଶାନ୍ତ ଜଳରାଶି ତଳେ ପ୍ରକୃତରେ କେଉଁ ଭୟଙ୍କର ସତ୍ୟ ଲୁଚି ରହିଛି। ଏହି ଘଟଣାର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗଟି ହେଉଛି ଗାଁର ବୟସ୍କ ଲୋକମାନଙ୍କର ଏହି କଡ଼ା ଚେତାବନୀ। ପିଢ଼ି ପରେ ପିଢ଼ି ସେଠାରେ ଗୋଟିଏ ନିୟମ ଥିଲା, ରାତି ହେବା ପରେ ସେହି ନଦୀ ପାଖକୁ ଆଦୌ ଯିବ ନାହିଁ। ସେଠାରୁ କେହି କେବେ ଫେରି ନାହାନ୍ତି। ଟିକେ ଭାବନ୍ତୁ ତ, ଏହା କେବଳ ଗୋଟିଏ କଥା ନଥିଲା, ମାନେ ଏହା ଥିଲା ନିଜ ଜୀବନ ବଞ୍ଚାଇବାର ଏକମାତ୍ର ଉପାୟ। ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ ସୂର୍ଯ୍ୟାସ୍ତ ପରେ ସେହି ସ୍ଥାନଟି କେତେ ଭୟଙ୍କର ହୋଇଯାଉଥିଲା। ଏବେ ଆସନ୍ତୁ ଦେଖିବା ଏକ ବଡ଼ ଫରକ, ଯାହା ମନରେ ପ୍ରଶ୍ନ ସୃଷ୍ଟି କରେ। ଦିନବେଳା ଏହି ନଦୀଟି ଅନ୍ୟ ଯେକୌଣସି ନଦୀ ଭଳି ପୁରା ସାଧାରଣ ଦେଖାଯାଏ। ପାଣି ବିଲକୁଲ ନର୍ମାଲ ଆଉ ଶାନ୍ତ ଲାଗେ। କିନ୍ତୁ ରାତିର ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା। ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଏହି ପାଣିର ରଙ୍ଗ ବଦଳିଯାଏ ଏବଂ ଏହା ପୂରାପୂରି ଗାଢ଼ କଳା ପଡ଼ିଯାଏ। ଏହା ତ କୌଣସି ସାଧାରଣ ପ୍ରାକୃତିକ କଥା ନୁହେଁ। ମାନେ ଏହି କଳା ରଙ୍ଗ ହିଁ ସୂଚାଉଥିଲା ଯେ ଅନ୍ଧକାର ସହିତ ନଦୀ ଭିତରେ କିଛି ଗୋଟେ ଅଶୁଭ ଶକ୍ତି ଜାଗି ଉଠୁଛି। ଆଉ ଠିକ୍ ଏତିକିବେଳେ କାହାଣୀରେ ଆସେ ଏକ ନୂଆ ମୋଡ଼। ଏଠାରେ ଦୁଇଟି ଅଲଗା ଅଲଗା ବିଚାର ମୁହାଁମୁହିଁ ହୁଅନ୍ତି। ଗୋଟିଏ ପଟେ ସେହି ଗାଁର ମୁରବୀମାନେ, ଯେଉଁମାନେ ବର୍ଷ ବର୍ଷ ଧରି ଏକ ଅଜଣା ଭୟରେ ବଞ୍ଚୁଥିଲେ। ଅନ୍ୟପଟେ ଆମ କାହାଣୀର ମୁଖ୍ୟ ହିରୋ, 18 ବର୍ଷର ଟୋକା ଅର୍ଜୁନ। ଅର୍ଜୁନର କଥା ହେଲା, ଏସବୁ କେବଳ ମନଗଳା କାହାଣୀ ଆଉ ଅନ୍ଧବିଶ୍ୱାସ। ନିଜର ଯୁବସୁଲଭ ଜିଦ୍ ଆଉ ସାହସ ବଳରେ ସେ ଏହି ଭୟଙ୍କର ଚେତାବନୀକୁ ଖାତିର ନ କରିବାକୁ ନିଷ୍ପତ୍ତି ନେଲା। ସତ କ'ଣ ଜାଣିବା ପାଇଁ ଗୋଟିଏ ରାତିରେ ସେ ନିଜର ଦୁଇ ଘନିଷ୍ଠ ସାଙ୍ଗ ରବି ଏବଂ ମୋହନକୁ ସାଥିରେ ଧରି ସିଧା ନଦୀ ଆଡ଼କୁ ବାହାରି ପଡ଼ିଲା। ଯେମିତି ଏହି ତିନିଜଣ ସେହି କାଳୀ ନଦୀ କୂଳରେ ପହଞ୍ଚିଲେ, ପରିବେଶ ହଠାତ୍ ଗୋଟେ ଦମ ବଦଳିଗଲା। ଏକ ଅସ୍ୱାଭାବିକ ନୀରବତା, ଆଉ ପବନ ବହିବା ବି ତୁରା ବନ୍ଦ ହୋଇଗଲା। ଯେ କେହି ବି ଖଣ୍ଡେ ଡରିଯିବ। ପ୍ରକୃତି ନିଜେ ଯେମିତି କିଛି ଏକ ବଡ଼ ବିପଦର ଇସାରା ଦେଉଥିଲା। ପରିବେଶ ଏତେ ଶୂନଶାନ ଥିଲା ଯେ ନିଜ ନିଶ୍ୱାସର ଶବ୍ଦ ବି ପୁରା ସ୍ପଷ୍ଟ ଶୁଭୁଥିଲା। ଏହି ଚୁପଚାପ ପରିବେଶ ବାସ୍ତବରେ ଗୋଟିଏ ବଡ଼ ଝଡ଼ ଆସିବାର ପୂର୍ବ ପ୍ରସ୍ତୁତି ଥିଲା। ଆଉ ତାପରେ ସେଇ ମୃତ୍ୟୁତୁଲ୍ୟ ନୀରବତାକୁ ଚିରିଦେଲା ଗୋଟିଏ ଶବ୍ଦ। ନଦୀର ଠିକ୍ ମଝିରୁ ଜଣେ ମହିଳାର ଅତି କରୁଣ ସ୍ୱର ଆସିଲା, "ମୋତେ ବଞ୍ଚାଅ।" ଟିକେ ଚିନ୍ତା କରନ୍ତୁ ଏ ଦୃଶ୍ୟଟାକୁ। ଚାରିଆଡ଼େ ଘୁଟ୍ ଘୁଟ୍ ଅନ୍ଧାର, ସାମ୍ନାରେ କଳା ପାଣି, ଆଉ ହଠାତ୍ ସେଇ ପାଣି ଭିତରୁ ସାହାଯ୍ୟ ପାଇଁ ଚିତ୍କାର। ଏହା ଶୁଣି ସାଙ୍ଗ ମୋହନର ତ ପୁରା ହୋସ୍ ଉଡ଼ିଗଲା। ସେ ଭୟରେ ଥରି ଥରି କହିଲା ଯେ ଏଠାରୁ ଏବେ ହିଁ ପଳାଇବା ଦରକାର। କିନ୍ତୁ କୌତୂହଳରେ ପାଗଳ ଅର୍ଜୁନ କ'ଣ ଏତେ ସହଜରେ ମାନିବ? ଏଠାରୁ ହିଁ ଖେଳ ପୁରା ବଦଳିଯାଏ। ମୋହନର ଏତେ ବାରଣ ସତ୍ତ୍ୱେ ଅର୍ଜୁନ ସାହସ ଦେଖାଇ ତା ହାତରେ ଥିବା ଟର୍ଚ୍ଚ ଲାଇଟ୍ଟିକୁ ସିଧା ସେହି କଳା ପାଣି ଆଡ଼କୁ ପକାଇଲା। ଆଉ ଆଲୁଅ ପଡ଼ିବା ମାତ୍ରେ ସେଠି ଯାହା ଦେଖାଗଲା ତାହା ସେମାନଙ୍କର ହୋସ୍ ଉଡ଼ାଇଦେଲା। ଠିକ୍ ନଦୀ ମଝିରେ ଗୋଟିଏ ଧଳା ରଙ୍ଗର ଶାଢ଼ୀ ପିନ୍ଧା ମହିଳା ଛିଡ଼ା ହୋଇଥିଲା। ଏବେ ଆଉ କୌଣସି ସନ୍ଦେହ ନଥିଲା, ସେମାନେ ପ୍ରକୃତରେ ସେହି ଗାଁର ଲୋକକଥାରେ ଶୁଣିଥିବା ସେହି ଅଶୁଭ ସତ୍ତାର ସାମ୍ନାସାମ୍ନି ହୋଇସାରିଥିଲେ। କିନ୍ତୁ ସବୁଠାରୁ ଭୟଙ୍କର କଥା ଥିଲା ସେହି ସତ୍ତାର ଚେହେରା। ଆସନ୍ତୁ ଦେଖିବା କାହିଁକି। ସେହି ମହିଳାର ପାଦ ପାଣି ଭିତରେ ବୁଡ଼ି ନଥିଲା, ବରଂ ପାଣି ଉପରେ ପବନରେ ଭାସୁଥିଲା। ମୁହଁଟା ପୁରା ଲମ୍ବା କଳା ବାଳରେ ଘୋଡ଼େଇ ହୋଇ ରହିଥିଲା। ଆଉ ଯେତେବେଳେ ସେ ଧୀରେ ଧୀରେ ନିଜ ମୁଣ୍ଡ ଉପରକୁ ଉଠାଇଲା, ତା ଆଖିରେ କୌଣସି ଡୋଳା ନଥିଲା, କେବଳ ଗାଢ଼ କଳା ରଙ୍ଗର ଦୁଇଟି ଶୂନ୍ୟ ଆଖି। ଏହା ସଫା ସଫା ଜଣାଇ ଦେଉଥିଲା ଯେ ସାମ୍ନାରେ ଛିଡ଼ା ହୋଇଥିବା ଜିନିଷଟା କୌଣସି ଜୀବିତ ମଣିଷ ବିଲକୁଲ ନଥିଲା। ଏହି ଭୟଙ୍କର ରୂପ ଦେଖିଲା ପରେ ରବିର ହିମ୍ମତ ବି ଭାଙ୍ଗିଗଲା। ପୁରା ଡରିଯାଇ ସେ କେବଳ ଏତିକି କହିପାରିଲା, ମଣିଷ ନୁହେଁ। ଯେଉଁ ଯୁବକମାନେ ଅନ୍ଧବିଶ୍ୱାସକୁ ଭୁଲ ପ୍ରମାଣ କରିବାକୁ ବାହାରିଥିଲେ, ସେମାନେ ଏବେ ନିଜ ଆଖି ସାମ୍ନାରେ ମୃତ୍ୟୁକୁ ଦେଖୁଥିଲେ। ଆଉ ରବିର ଏହି କଥା ସରିଛି କି ନାହିଁ, ସେହି ଅମାନବୀୟ ସତ୍ତାଟି ହଠାତ୍ ଅତି ଭୟଙ୍କର ବେଗରେ ସିଧା ପାଣି ଉପରେ ଦୌଡ଼ି ଦୌଡ଼ି ସେମାନଙ୍କର ଆଡ଼କୁ ମାଡ଼ି ଆସିବାକୁ ଲାଗିଲା। ମାନେ ସେହି ମୁହୂର୍ତ୍ତରେ ବିଜ୍ଞାନ ଆଉ ଯୁକ୍ତି ସବୁକିଛି ଫେଲ୍ ମାରିଯାଇଥିଲା। ତାପରେ ସବୁକିଛି ଆଖି ପିଛୁଳାକେ ଘଟିଗଲା। ତାକୁ ମାଡ଼ି ଆସିବାର ଦେଖି ନିଜ ଜୀବନ ବଞ୍ଚାଇବା ପାଇଁ ସେହି ତିନି ସାଙ୍ଗ ସେଠାରୁ ପ୍ରାଣ ବିକଳରେ ଦୌଡ଼ିଲେ। ଦୌଡ଼ିବା ଭିତରେ ଅର୍ଜୁନ ଯେତେବେଳେ ଟିକେ ପଛକୁ ଚାହିଁଲା, ଆଶ୍ଚର୍ଯ୍ୟର କଥା, ସେ ମହିଳା ଜଣକ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଥିଲେ। କିନ୍ତୁ ଆଶ୍ୱସ୍ତିର ନିଶ୍ୱାସ ନେବା ପୂର୍ବରୁ ହିଁ ସେହି ନିସ୍ତବ୍ଧ ରାତିକୁ ଚିରି ରବିର ଗୋଟେ ଅତି ଯନ୍ତ୍ରଣାଦାୟକ ଚିତ୍କାର ଶୁଭିଲା।
ଅର୍ଜୁନ ଯେମିତି ରବି ଆଡ଼କୁ ନଜର ପକାଇଲା, ନିଜ ଆଖିକୁ ସେ ବିଶ୍ୱାସ କରିପାରିଲାନି। ସେହି ଅଦୃଶ୍ୟ ମହିଳା କୁଆଡ଼େ ଯାଇନଥିଲା। ସେ ସିଧା ଆସି ରବିର ଠିକ୍ ପଛରେ ଛିଡ଼ା ହୋଇଯାଇଥିଲା, ଆଉ ତାର ସେହି ଲମ୍ବା ଲମ୍ବା ତୀକ୍ଷ୍ଣ ନଖ ସବୁ ରବିର କାନ୍ଧ ଭିତରକୁ ଗଭୀର ଭାବରେ ପଶିଯାଇଥିଲା। ଏଇଠୁ ସ୍ପଷ୍ଟ ହୋଇଯାଇଥିଲା ଯେ ଏହି ଶକ୍ତି ହାତରୁ ଏବେ ଆଉ ଖସି ପଳାଇବାର କୌଣସି ରାସ୍ତା ନଥିଲା। ଆଉ ତାପରେ ଶୁଭିଲା ଏକ କର୍କଶ ହାଡ଼ଥରା ସ୍ୱର। ସେହି ସତ୍ତା ଅଭିଶାପ ଦେଇ କହିଲା, ତୁମେମାନେ ମୋତେ ଉଠାଇଛ, ଏବେ ତୁମ ଭିତରୁ କେହି ବି ବଞ୍ଚିବେ ନାହିଁ। ଏହି ଚେତାବନୀ ସରିବା ମାତ୍ରେ ହିଁ ସେହି ଶାନ୍ତ ନଦୀ ହଠାତ୍ ପାଗଳ ହୋଇ ଉଠିଲା। ଗାଢ଼ କଳା ପାଣି ଏକ ହିଂସ୍ର ବନ୍ୟା ରୂପ ନେଇ ବଡ଼ ବଡ଼ ଲହଡ଼ି ସହ ସେମାନଙ୍କ ଆଡ଼କୁ ମାଡ଼ି ଆସିଲା, ଯେମିତି ପ୍ରକୃତି ନିଜେ ସେମାନଙ୍କୁ ଗିଳି ଦେବାକୁ ଚାହୁଁଥିଲା। ଆସନ୍ତୁ ଦେଖିବା ଏହି ଭୟଙ୍କର ରାତିର ପରିଣାମ କ'ଣ ହେଲା। କଳାପାଣି ମାଡ଼ି ଆସିବା ବେଳେ ମୋହନ ଆଉ ଅର୍ଜୁନ କୌଣସି ମତେ ବଞ୍ଚିଯାଇ ଦୌଡ଼ି ଦୌଡ଼ି ଗାଁରେ ପହଞ୍ଚିଗଲେ। କିନ୍ତୁ ରବି, ସେ ସବୁଦିନ ପାଇଁ ସେହି ଅନ୍ଧକାର ଆଉ କଳାପାଣି ଭିତରେ ହଜିଗଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ତା ପରଦିନ ସକାଳେ ଯେତେବେଳେ ଗାଁ ଲୋକେ ଖୋଜିବା ପାଇଁ ନଦୀକୂଳକୁ ଗଲେ, ନଦୀଟି ପୁଣିଥରେ ପୂର୍ବପରି ସମ୍ପୂର୍ଣ୍ଣ ଶାନ୍ତ ଆଉ ନର୍ମାଲ ଦେଖାଯାଉଥିଲା। ରବିର କୌଣସି ବି ଚିହ୍ନ ବର୍ଣ୍ଣ ନଥିଲା। କିନ୍ତୁ ଖୋଜାଖୋଜି ବେଳେ ଏମିତି ଗୋଟେ ଜିନିଷ ମିଳିଲା ଯାହା ଦେଖି ସମସ୍ତଙ୍କର ରକ୍ତ ଶୁଖିଗଲା। ସେମାନଙ୍କୁ କେବଳ ସେହି ଟର୍ଚ୍ଚ ଲାଇଟ୍ଟି ମିଳିଲା ଯାହା ରବି ହାତରେ ଥିଲା, ଆଉ ସେହି ଟର୍ଚ୍ଚ ଉପରେ ରକ୍ତରେ ଗୋଟିଏ ବାର୍ତ୍ତା ଲେଖାଯାଇଥିଲା। ସେଥିରେ ଲେଖାଥିଲା, ପରବର୍ତ୍ତୀ ପାଳି ଅର୍ଜୁନର, ମାନେ ଖେଳ ଏବେ ବି ଶେଷ ହୋଇନଥିଲା। ଏହି ଅଦୃଶ୍ୟ ଶକ୍ତିର ପ୍ରତିଶୋଧ ଏବେ କେବଳ ଆରମ୍ଭ ହୋଇଥିଲା। ଏହି ଘଟଣା ଆମକୁ ଶେଷରେ ଗୋଟିଏ ବହୁତ ବଡ଼ ପ୍ରଶ୍ନ ପାଖରୁ ଛାଡ଼ି ଯାଉଛି। ଅର୍ଜୁନ କ'ଣ କେବେ ଏହି କାଳୀ ନଦୀର ଅଭିଶାପରୁ ପ୍ରକୃତିରେ ମୁକ୍ତି ପାଇବ? ନା, ତାର ସେହି ଗୋଟିଏ ରାତିର ଅହଙ୍କାର ତାକୁ ଆଜୀବନ ଗୋଡ଼ାଉଥିବ? ଆଜିର ଏହି ବିଶ୍ଳେଷଣରୁ ଗୋଟିଏ କଥା ତ ସ୍ପଷ୍ଟ, ସବୁବେଳେ ପ୍ରତ୍ୟେକ ରହସ୍ୟ ଉପରୁ ପରଦା ଉଠାଇବା ବୁଦ୍ଧିମାନର କାମ ନୁହେଁ। କିଛି ରହସ୍ୟ ସେହି ଅନ୍ଧକାରମୟ କାଳୀ ନଦୀର ଗଭୀର ପାଣି ଭିତରେ ଲୁଚି ରହିବା ହିଁ ବୋଧହୁଏ ସମସ୍ତଙ୍କ ପାଇଁ ଭଲ। ଆଜିର ଏହି ଆଲୋଚନାରେ ଶେଷ ପର୍ଯ୍ୟନ୍ତ ଯୋଡ଼ି ହୋଇ ରହିଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଏହା ନିଶ୍ଚିତ ଭାବରେ ଭାବିବାକୁ ବାଧ୍ୟ କରେ ଯେ କେବେ କେବେ ପୁରୁଣା ଚେତାବନୀଗୁଡ଼ିକୁ ମାନିନେବା ହିଁ ସବୁଠାରୁ ବଡ଼ ସୁରକ୍ଷା।